ଆଉ ନାହାନ୍ତି ଯାତ୍ରା ଜଗତର ସୁନାମ ଧନ୍ୟ ହାସ୍ୟ ଅଭିନେତା ଦେବେନ୍ଦ୍ର ଦାସ ଓରଫ ଆମ ସମସ୍ତଙ୍କ ପ୍ରିୟ କମେଡ଼ିଆନ ବୁଧିଆନା। ମଞ୍ଚରେ ଅଭିନୟ କରିବା ପୂର୍ବରୁ ମଞ୍ଚକୁ ବାଏ ବାଏ କରି ସବୁଦିନ ପାଇଁ ବିଦାୟ ନେଇଛନ୍ତି। କେବଳ ଯାତ୍ରା ମଞ୍ଚ ନୁହେଁ, ଏ ଦୁନିଆ ରଙ୍ଗ ମଞ୍ଚରୁ ସେ ବିଦାୟ ନେଇ ଅପେରା ରାଇଜକୁ ଚାଲି ଯାଇଛନ୍ତି। ଜଗତସିଂହପୁର ଜିଲ୍ଲା ଗୋପାଳପୁର ଗାଁରେ ତାଙ୍କ ଜନ୍ମ। ପଞ୍ଚମ ଶ୍ରେଣୀରେ ପାଠ ପଢ଼ିବା ବେଳେ ଫ୍ୟାନ୍ସି ଡ୍ରେସ୍ କମ୍ପିଟିସନରେ ପୁରସ୍କୃତ ହେବା ପରେ ଜଣେ କଳାକାର ହେବାର ଆଶା ତାଙ୍କ ମନରେ ଦ୍ୱିଗୁଣିତ ହୋଇଥିଲା। ଜଣେ କଳାକାର ହେବାର ଆଶା ତାଙ୍କ ମନରେ ଦ୍ୱିଗୁଣିତ ହେବା ପରେ ନିଜ ଗାଁର ଜଣେ ସମ୍ପର୍କୀୟ କକେଇ ବୈରାଗୀ ନନାଙ୍କ ସହିତ ସେ 10 ବର୍ଷ ବୟସରେ ଯାତ୍ରାରେ ଆସି ଯୋଗ ଦିଅନ୍ତି। ଯାତ୍ରା ଅନୁଷ୍ଠାନ ଥିଲା କଳିଙ୍ଗ ଭାରତୀ କାଂସ ଅପେରା। ସେ ସେଥିରେ ଶିଶୁ କଳାକାର ଭାବରେ ଅଭିନୟ କରନ୍ତି। ତାପରେ ଆସି ଯୋଗ ଦିଅନ୍ତି ଇଚ୍ଛାପୁର ଅପେରାରେ। ସ୍ୱର୍ଗତ ଦୁଃଖୀରାମ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ପ୍ରଥମେ ସେ ଅଭିନୟ କରିବାର ସୁଯୋଗ ପାଆନ୍ତି। ପ୍ରଥମ ନାଟକ ଚଣ୍ଡୀ ମଙ୍ଗଳ। ହାସ୍ୟ ଅଭିନେତା ଭାବରେ ସେ ପ୍ରଥମେ ବିଶ୍ୱ ଭାରତୀ ଅପେରାରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏମିତି ଆଗେଇ ଚାଲିଲା ବୁଧିଆନାଙ୍କ ଯାତ୍ରାର ଜୟଯାତ୍ରା। କାଂସ ଅପେରା, ଇଚ୍ଛାପୁର ଅପେରା, ବିଶ୍ୱଭାରତୀ, ରାଜେଶ୍ୱରୀ, କଳାନିକେତନ, ପାର୍ବତୀ ଗଣନାଟ୍ୟ, ଅପେରା ସୋମନାଥ, ଇଷ୍ଟର୍ଣ୍ଣ ୟେଲୋ, କୋଣାର୍କ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ଯାତ୍ରା ସଚ୍ଚିଦାନନ୍ଦ, ଯାତ୍ରା ରଙ୍ଗମହଲ, ଅପେରା ବିଶ୍ୱ ଦରବାର, ଏମିତି ଅନେକ ଯାତ୍ରା ଅନୁଷ୍ଠାନ। ସେ ଅଭିନୟ କରିଥିବା ନାଟକ ବାଘ ନେଇଗଲା ଦୌଡ଼ି ଆସ, ଅବୁଝ ଆଖିର ଅକୁହା କଥା, ଜେଜେ ତମେ ମିଛ କହିଲ, ବଦନାମ ଗଳିର ଝିଅ, ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ, ବାଜିଗଲେ ଦୋଷ ନାହିଁ, ନର୍ଗରୁ ନିର୍ମାଲ୍ୟ, 1.5 ଦିନର ସ୍ୱାମୀ, ବଡ଼ଦାଣ୍ଡର ଭିକାରୀ, ମହାଭାରତ ପରଦିନ, ଭୁଲ ବୁଝିବନି ରହିଲା ରାଣ, ବେଦି ଭାଙ୍ଗିଦେଲି ମଙ୍ଗଳ ଦିନ, ଅବୁଝ ଆଖିର ଅକୁହା କଥା, ପାପ ଜାଣିନି କି ପୁଣ୍ୟ ଜାଣିନି, ଅସତ୍ୟ ସହର, ଏମିତି ଅନେକ ନାଟକ। ତେବେ ଦିବଙ୍ଗତ ନାଟ୍ୟକାର ଅନନ୍ତ ଓଝାଙ୍କ ରଚିତ ତଥା ପାର୍ବତୀ ଗଣନାଟ୍ୟ ପ୍ରଯୋଜିତ ଅସତ୍ୟ ସହର ନାଟକ ତାଙ୍କୁ ଦର୍ଶକଙ୍କ ନିକଟତର କରାଇ ପାରିଥିଲା। ସେ ନାଟକରେ ମାଙ୍କଡ଼ରୁ ମଣିଷ ହେବା ସେ ଚରିତ୍ରଟି ବୁଧିଆନାଙ୍କୁ ଦେଇଥିଲା ଅନେକ ପ୍ରଶଂସା। କେବଳ ଯେ ଜଣେ ଭଲ କଳାକାର ତାହା ନୁହେଁ, ଜଣେ ଭଲ ମଣିଷ ହିସାବରେ ଯାତ୍ରା ଜଗତରେ ତାଙ୍କ ସହ କଳାକାରମାନେ ସମସ୍ତେ ତାଙ୍କୁ ଅତି ଶ୍ରଦ୍ଧା କରୁଥିଲେ। ସମସ୍ତଙ୍କର ସେ ପ୍ରିୟ ପାତ୍ର ହୋଇପାରିଥିଲେ। ଚଳିତ ବର୍ଷ ସେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ। ଗତକାଲି ରାତିରେ ମାତ୍ର 63 ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ସାରା ଯାତ୍ରା ଜଗତରେ ଆଜି ଶୋକର ଛାୟା ଖେଳିଯାଇଛି। ସେ ଅମର ଆତ୍ମାର ସଦ୍ଗତି ନିମନ୍ତେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଅସୀମ ଶକ୍ତି ଏବଂ ଧୈର୍ଯ୍ୟ ଦିଅନ୍ତୁ। ଜୟ ଜଗନ୍ନାଥ।